ଆଜି ଆମେ ଗୋଟି ଲେଖାକୁ ନେଇ ଅବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପ୍ରଣାଳୀ ବା ଯାହାକୁ ଆମେ ସାଧାରଣତଃ ୟୁପିଏସ୍ କହୁ ସେ ବିଷୟରେ ଟିକେ ଗଭୀର ଭାବେ କଥା ହେବା। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏହା ପ୍ରକୃତରେ କେମିତି କାମ କରେ ଆଉ କାହିଁକି ଏତେ ଜରୁରୀ ସେଟା ବୁଝିବା। ହଁ, ନିଶ୍ଚୟ। ଆମେ ଭାବୁ ଯେ ଏଇଟା କେବଳ କରେଣ୍ଟ କଲେ କାମରେ ଆସେ, କିନ୍ତୁ ଏହାର କାମ ତାଠୁ ବହୁତ ବେଶୀ। ହଁ, ସେଟା ତ ସତ। ଆମେ ସମସ୍ତେ କେବେ ନା କେବେ ଏମିତି ସ୍ଥିତି ଦେଖିଛି ନିଶ୍ଚୟ। ହଠାତ୍ କରେଣ୍ଟ ଚାଲିଗଲା କିମ୍ବା ଧରନ୍ତୁ ଲାଇଟ୍ ଦପ୍ ଦପ୍ ହେଲା ଆଉ ଆମେ କମ୍ପ୍ୟୁଟରରେ ଯାହା କାମ କରୁଥିଲେ ସବୁ ଅଧା ରହିଗଲା, ଡାଟା ବି ସେଭ୍ ହେଲାନି। ଏମିତି ବେଳ ତ ମନକୁ ଆସେ ୟୁପିଏସ୍ କଥା, ନୁହେଁ କି? ଏକଦମ। ତେବେ ସେ ଲେଖାରେ ଯାହା କୁହାଯାଇଛି, ୟୁପିଏସ୍ର ମୂଳ କଥା ହେଲା ଏହା ଏକ ବ୍ୟାକଅପ୍ ପାୱାର ସିଷ୍ଟମ। ସବୁଠୁ ଜଣାଶୁଣା କାମଟା ହେଲା ଯେତେବେଳେ ମେନ୍ ଲାଇନ୍ ବନ୍ଦ ହୋଇଯାଏ, ଏହା ସାଙ୍ଗେ ସାଙ୍ଗେ ନିଜ ବ୍ୟାଟେରୀରୁ ପାୱାର ଦିଏ। ଯାହା ବି ଜିନିଷ ସେଥିରେ ଲାଗିଥାଏ ଚାଲୁ ରହେ। ଆଚ୍ଛା, ମାନେ କମ୍ପ୍ୟୁଟରଟା ହଠାତ୍ ବନ୍ଦ ହୁଏନି, ଆମକୁ କିଛି ସମୟ ମିଳିଯାଏ ଯେମିତି ଆମେ କାମ ସେଭ୍ କରିକି ଠିକ୍ରେ ବନ୍ଦ କରିପାରିବା। ଏଟା ତ ତାର ମୁଖ୍ୟ କାମ। ହଁ, ଏଇଟା ତ ଗୋଟେ ମୁଖ୍ୟ କାମ। କିନ୍ତୁ କେବଳ ଏତିକି ନୁହେଁ। ଲେଖାରେ ଆଉ ଗୋଟେ ବହୁତ ଜରୁରୀ କଥା କୁହାଯାଇଛି। ତାକୁ କହୁଛନ୍ତି ପାୱାର କଣ୍ଡିସନିଂ। ଏଟା ଖାଲି ବ୍ୟାକଅପ୍ ଦେବାଠୁ ବହୁତ ଅଲଗା। ପାୱାର କଣ୍ଡିସନିଂ, ଏଇ ଶବ୍ଦଟା ଟିକେ ବୈଷୟିକ ଶୁଭୁଛି। ଏହାର ମାନେ କ'ଣ? କେମିତି କାମ କରେ ଏଟା? ହଁ, ଏଇଟା ବୁଝିବା ଦରକାର। ଦେଖନ୍ତୁ, ଆମ ଘରକୁ ଯୋଉ କରେଣ୍ଟ ଆସେ ସେଇଟା ସବୁବେଳେ ପୁରା ସ୍ଥିର ନଥାଏ। ତା ଭିତରେ ବି ବହୁତ ସମସ୍ୟା ଥାଇପାରେ। ଯେମିତି ଭୋଲ୍ଟେଜ ହଠାତ୍ କମିଗଲା, କିମ୍ବା ହଠାତ୍ ବହୁତ ବଢ଼ିଗଲା, ଯାହାକୁ ସର୍ଜ କୁହାଯାଏ, କିମ୍ବା ଲାଇନ୍ରେ ଅଲଗା ଶବ୍ଦ ନଏଜ୍। ଏସବୁ ଜିନିଷ ହୁଏତ ଆମକୁ ସବୁବେଳେ ଜଣାପଡ଼େନି, କିନ୍ତୁ ଆମ ଇଲେକ୍ଟ୍ରୋନିକ୍ ଜିନିଷ ଭିତରେ ଥିବା ସର୍କିଟ୍ ପାଇଁ ଭଲ ନୁହେଁ, କ୍ଷତି କରିପାରେ। ଓହୋ, ତାହେଲେ ୟୁପିଏସ୍ କେବଳ କରେଣ୍ଟ ଗଲେ ନୁହେଁ, ସବୁବେଳେ କାମ କରୁଥାଏ ଏଇ ଯୋଉ ଭୋଲ୍ଟେଜ କମ୍ ବେଶୀ ହୁଏ ସେସବୁକୁ ସମ୍ଭାଳିବା ପାଇଁ? ଏକଦମ। ୟୁପିଏସ୍ ଗୋଟେ ଫିଲ୍ଟର ଭଳି କାମ କରେ, କିମ୍ବା ଗୋଟେ ଷ୍ଟେବିଲାଇଜର ଭଳି। ସେ ମେନ୍ ଲାଇନ୍ରୁ ଆସୁଥିବା ଅସ୍ଥିର କରେଣ୍ଟକୁ ନିଜ ଭିତରେ ଠିକ୍ କରି ଗୋଟେ ସ୍ଥିର ଆଉ ସଫା ପାୱାର ଆମ ଡିଭାଇସ୍କୁ ଦିଏ। ଏମିତି ହେଲେ ସେ ଜିନିଷଗୁଡ଼ିକର ଆୟୁଷ ବଢ଼େ ଆଉ ସେମାନେ ଠିକ୍ ଭାବେ କାମ ବି କରନ୍ତି। କିଛି ଭଲ ୟୁପିଏସ୍ ଅଛି, ଯେମିତି ଅନଲାଇନ୍ ୟୁପିଏସ୍। ସେଗୁଡ଼ାକ ତ ସବୁବେଳେ ବ୍ୟାଟେରୀରୁ ହିଁ ପାୱାର ଦିଅନ୍ତି। ସେଥିରେ ସୁରକ୍ଷା ଆହୁରି ବେଶୀ। ଏଇଟା ତ ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ମୁଁ ତ ଭାବୁଥିଲି ୟୁପିଏସ୍ର କାମ ଖାଲି ପାୱାର କଟ୍ ବେଳେ, କିନ୍ତୁ ଏହାର ମାନେ ହେଲା ଏଟା ଗୋଟେ ସବୁବେଳେ ସୁରକ୍ଷା କବଚ ଭଳି କାମ କରୁଛି। ନିଶ୍ଚିତ ଭାବରେ। ତେଣୁ ଯଦି ଆମେ ମୁଖ୍ୟ ଲାଭଗୁଡ଼ିକ ଦେଖିବା, ତାହେଲେ ପ୍ରଥମ, କରେଣ୍ଟ କଲେ କାମ ଚାଲୁ ରଖିବା କିମ୍ବା ଡାଟା ସେଭ୍ କରିବାର ସୁବିଧା। ଦ୍ୱିତୀୟ, ଆଉ ସେତିକି ହିଁ ଜରୁରୀ, ସବୁଦିନିଆ କରେଣ୍ଟର ଯୋଉ ସମସ୍ୟା, କମ୍ ବେଶୀ ହେବା, ସର୍ଜ ଆସିବା, ସେଥିରୁ ଆମ ଦାମିକା ଜିନିଷକୁ ବଞ୍ଚେଇବା। ବିଶେଷ କରି ଯୋଉ ସମ୍ବେଦନଶୀଳ ଜିନିଷ, ଯେମିତି ସର୍ଭର, ନେଟୱାର୍କର ଯନ୍ତ୍ର, ହସ୍ପିଟାଲ ମେସିନ୍, ଏପରିକି ଆମ ନିଜର ଦାମୀ କମ୍ପ୍ୟୁଟର ହଉ କି ଗେମିଂ କନସୋଲ, ସବୁଥିପାଇଁ ଏହା ପ୍ରକୃତରେ ଦରକାର। ଏବେ ବୁଝାପଡ଼ୁଛି କାହିଁକି ବଡ଼ ବଡ଼ ଅଫିସରେ କିମ୍ବା ଡାଟା ସେଣ୍ଟରରେ ଏତେ ବଡ଼ ବଡ଼ ୟୁପିଏସ୍ ଲାଗିଥାଏ। ଏହା ଖାଲି କାମ ଚାଲୁ ରଖିବା ପାଇଁ ନୁହେଁ, ବରଂ କୋଟି କୋଟି ଟଙ୍କାର ଯନ୍ତ୍ରପାତିକୁ ବି ସୁରକ୍ଷିତ ରଖିବା ପାଇଁ। ବିଲକୁଲ ସତ୍। ଗୋଟିଏ ମାମୁଲି ଭୋଲ୍ଟେଜ ସ୍ପାଇକ୍ ବି ଗୋଟେ ସର୍ଭରର ମଦରବୋର୍ଡକୁ ଖରାପ କରିଦେଇପାରେ, କିମ୍ବା ଜରୁରୀ ଡାଟାକୁ ବି ନଷ୍ଟ କରିପାରେ। ୟୁପିଏସ୍ ଏହିଭଳି ଅଚାନକ ହେବାକୁ ଥିବା କ୍ଷତିରୁ ରକ୍ଷା କରେ। ତାହେଲେ ଏହି ଆଲୋଚନା ଓ ଲେଖାର ମୁଖ୍ୟ କଥା ହେଲା, ୟୁପିଏସ୍ ଓ ଦୁଇଟା ଭୂମିକା ଅଛି। ଗୋଟେ ହେଲା ଜରୁରୀକାଳୀନ ପାୱାର ବ୍ୟାକଅପ୍, ଆଉ ଆଉଟା ହେଲା ପାୱାର କ୍ୱାଲିଟିକୁ ସୁରକ୍ଷିତ ରଖିବା। ମାନେ ଆମର ଯୋଉ ଟେକ୍ନୋଲୋଜି ଭରା ଜୀବନ, ସେଥିରେ ଏହା ଗୋଟେ ଚୁପଚାପ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ସାଥୀ। ଠିକ୍ କହିଲେ। ଲେଖାଟି ଏଇ ଦୁଇଟା ଦିଗକୁ ହିଁ ସ୍ପଷ୍ଟ କରୁଛି। କାମରେ ବାଧା ନ ଆସିବା, କଣ୍ଟିନ୍ୟୁଇଟି, ଆଉ ସୁରକ୍ଷା, ପ୍ରୋଟେକ୍ସନ। ଏହା ଆମ ଡିଜିଟାଲ ଦୁନିଆକୁ ଆହୁରି ଭରସାଯୋଗ୍ୟ କରିବାରେ ସାହାଯ୍ୟ କରୁଛି। ଏ ଆଲୋଚନା ବାସ୍ତବରେ ବହୁତ କିଛି ଶିଖାଇଲା। ଶେଷରେ ଗୋଟେ କଥା ମନକୁ ଆସୁଛି, ଯେମିତି ଏଇ ୟୁପିଏସ୍ ଆମ ଇଲେକ୍ଟ୍ରୋନିକ୍ସ ଜିନିଷକୁ ନିରବଚ୍ଛିନ୍ନତା ଆଉ ସୁରକ୍ଷା ଦେଉଛି, ସେମିତି ଆମ ସାଧାରଣ ଜୀବନରେ ଆଉ କୋଉ କ୍ଷେତ୍ରରେ ଏଭଳି ନିରବଚ୍ଛିନ୍ନତା ବା ସୁରକ୍ଷାର ବ୍ୟବସ୍ଥା ଅଧିକ ଦରକାର, ଯାହାକୁ ହୁଏତ ଆମେ ଏତେ ଗୁରୁତ୍ୱ ଦେଉନେ କିମ୍ବା ଆମ ନଜରରୁ ବାହାରେ ରହିଯାଉଛି। ଏହା ନିଶ୍ଚୟ ଚିନ୍ତା କରିବା ପାଇଁ ଭଲ ବିଷୟ।